ବିଲେଇ ଛୁଆ ମତେ କାମୁଡି ଦେଲା। ପୁଣି ଆଜି ଏତିକି କେକ୍ ଭାଇ ନେଇକି ଆସିଛନ୍ତି। ଜୟ ଜଗନ୍ନାଥ ଆଉ ଗୋଟେ ମିନି ବ୍ଲଗ ଆରମ୍ଭ କରୁଛେ ସେଇ ଛୋଟିଆ ଦୋକାନରୁ। ତମେ ତ ଜାଣିଛ ହୋଟେଲ ବନ୍ଦ କରିଦେଇଛି। ହୋଟେଲ ବନ୍ଦ କଲା କତରୁ ମୋ ମନକୁ ଗୋଟିଏ କଥା ଆସୁଛି ଯେ ମୁଁ ଭଲ କରିଛି ନା ଖରାପ କରିଛି। ଏଇ କଥାକୁ ନେଇକି 2 ଦିନ ହେଲା ପୁରା ଡିପ୍ରେସନ ଅଛି। ଛାଡ ଯାହା ହବାର କଥା ହେଇଗଲା। ଭାବିକି କିଛି ଲାଭ ନାହିଁ। ଏବେ ମୋ ଡ୍ୟୁଟିରେ ଲାଗିଯିବି। କଷ୍ଟମର ଆସିଲା ସଫଲ 4ଟା ଦେଲି। ଆଉ ଗୋଟେ ଦାଦା ଆସିଲେ ପାରୁଟି 2ଟା ଦେଲି। ଆମ ନିଲୁ କା ଛୁଆ ଧରିକି ପଳେଇ ଆସିଛି। ତାକୁ କାଠି ଚକୋଲେଟ ଗୋଟେ ଦେଲି। ସେ ପୁରା ଖୁସି ହେଇଗଲା। ସାଙ୍ଗେ ସାଙ୍ଗେ ନେଇକି ପାଟିରେ ପୁରେଇଲା। ଆଉ ଏଠି ଦିନ ସାରା ବସିକି ବେପାର କରିଲି। ଦେଖିତେ ଦେଖିତେ ଟାଇମ ଆସିକି 1 ବାଜିଗଲାଣି। ଆଉ ଡେରି ନକରି ଦୋକାନ ବନ୍ଦ କରି ଘରକୁ ଆସିଲି। ଆମ ବିଲେଇ ଛୁଆ ସେଠି ଥିଲେ। ତା ମା ଆଣିକି ଧାନ ବସ୍ତା ଭିତରେ ରଖିଛି। ତାଙ୍କର ସବୁ ଆଖି ଫିଟିଛି। ମତେ ଦେଖିକି ଭିତରକୁ ଗଳି ଯାଉଛନ୍ତି। ଗୋଟେକୁ ଟାଣିକି ନେଇକି ଆସିଲି ଦେଖିବାକୁ। ବହୁତ କ୍ୟୁଟ ଦେଖାଉଛନ୍ତି। ଯୋଉ 2ଟା ଛୁଆ ବାଇରେ ବୁଲୁଛନ୍ତି ସେ ପୁରା ମିସିଂ ଅଛନ୍ତି। ଆଉ ଗୋଟେ ଯୋଉ ଭିତରେ ଗଳିଛି ସିଏ ପୁରା ରାଗି ମତେ କାମୁଡିବାକୁ ଆସୁଛି। ଦେଖ ହାତ ନଉଛି ସିଏ ରାଗିକି ଆଁ କରୁଛି। ମୋ କତିକି ଆସୁନାହିଁ। ମୁଁ ଆସି ଗାଧେଇକି ଖାଇକି ବେଳତକ ଆସିଲି କେକ୍ ଦୋକାନକୁ। କାଲି ଯେତିକି କେକ୍ ଆସିଥିଲା ରାତିରେ ସବୁ ବିକ୍ରି ହେଇଯାଇଥିଲା। ପୁଣି ଆଜି ଭାଇ ଯାଇକି 5ଟା କେକ୍ ଆଣିଛନ୍ତି। ଦୋକାନ କାମ ସାରିକି କେକ୍ କାଢିକି ଫ୍ରିଜ ଭିତରେ ରଖିଦେଲି। ଦେଖିବା ଆଜି କେତେଟା କେକ୍ ଯାଉଛି। ଆଜିର ବ୍ଲଗ ଏଇଠି ରଖୁଛି। ଆଉ ଦେଖିବା ନେକ୍ସଟ ବ୍ଲଗ।